ଘରେ ଯଦି ଆପଣମାନେ ହେଲ୍ଦି ଜଳଖିଆ ଛୁଆମାନଙ୍କୁ ବନେଇକି ଦେବେ, ମାର୍କେଟର ବା ଠେଲାର ଜଳଖିଆ ଖାଇବା ସେମାନେ ଭୁଲିଯିବେ। ଘରେ ଯଦି ଆପଣମାନେ ଇଜି ପ୍ରୋସେସ୍‌ରେ ଚାଉମିନର ବି ଟେଷ୍ଟ ଆସୁଥିବ, ମୋମୋର ବି ଟେଷ୍ଟ ଆସୁଥିବ, ଯଦି ଅଟାରେ ପ୍ରସ୍ତୁତ କରିଦେବେ ହେଲ୍ଦି ବନିବ ବି ଆଉ ସ୍ୱାଦିଷ୍ଟ ଲାଗିବ, ଚଟପଟା ଲାଗିବ। ଛୁଆମାନେ ଦେଖିବେ ମାର୍କେଟର ମୋମୋ, ଚାଉମିନ ଖାଇବା ଭୁଲିଯିବେ ଆଉ ଏଇ ରେସିପିଟା ହିଁ ବନେଇବା ପାଇଁ ପସନ୍ଦ କରିବେ ଆପଣମାନେ ବି। ତ ଚାଲନ୍ତୁ ଲେଟ୍ ନକରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ୟାମିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଏହି ରେସିପିଟାରେ ନା ଫ୍ରେଣ୍ଡସ୍ ଆପଣମାନେ 3 ପ୍ରକାର ସ୍ୱାଦ ପାଇବେ। ସୁପ୍‌ର ବି ସ୍ୱାଦ ପାଇବେ ଆଉ ଚାଉମିନର ବି ସ୍ୱାଦ ପାଇବେ, ମୋମୋର ବି ସ୍ୱାଦ ପାଇବେ। ତ ଏଠି ଦେଖନ୍ତୁ ଯେହେତୁ ମୋମୋ ପ୍ରସ୍ତୁତ କରିବା ତ ତା'ର ଷ୍ଟଫିଂ ପାଇଁ ବୋଲି ଦେଖନ୍ତୁ କିଛି ବନ୍ଧାକୋବି ନେଇଛି, 2ରୁ 3 କୁଲା ରସୁଣ ନେଇଛି ଆଉ ଅଳ୍ପ ଟିକେ ଗାଜର ନେଇଛି, କଞ୍ଚା ଲଙ୍କା 2ଟି ନେଇଛି। ତ ଏବେ କ'ଣ କରିବା ନା ଗୋଟେ ଜାର୍‌ରେ ଆକୁ ଆପଣମାନେ ଚାହିଁଲେ ପତଳା ପତଳା ଛୋଟ ଛୋଟ ପିସେସ୍‌ରେ କଟିଂ କରିପାରିବେ। ଯେହେତୁ ଜଲ୍ଦି ବନିଯିବ ସେଥିପାଇଁ ମୁଁ ଜାର୍‌ରେ ଏଡ୍ କରିଦେଲି। ଆଉ ଦେଖନ୍ତୁ ପ୍ରଥମେ କ'ଣ କରିବା ନା ଅଳ୍ପ ଟିକେ ଏଡ୍ କରିଦେବା, ତାକୁ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିଦେବା 2ରୁ 3 ଥର। ଗ୍ରାଇଣ୍ଡିଙ୍ଗ କରିସାରିବା ପରେ ସେ ଅଳ୍ପ କ୍ୱାଣ୍ଟିଟି ହେଇଯିବ। ତାପରେ ପୁଣି ଥରେ ଆଉ ବାକି ଯେଉଁ ଆମେ ରଖିଛନ୍ତି ସେଥିରେ ଗାଜର ପୁଣି କଞ୍ଚା ଲଙ୍କା ତାକୁ ଏଡ୍ କରିଦେବା। ଦେଖନ୍ତୁ 2ରୁ 3 ଥର ଟିକେ ଗ୍ରାଇଣ୍ଡିଙ୍ଗ କରିଦେଲି, ତାପରେ ସବୁତକ ମୁଁ ଏଡ୍ କରିଦେଲି। ଏଠି କ'ଣ କରିବା ନା ଗୋଟେ ଆମେ ଖଦରା ପେଷ୍ଟ ବନେଇକି ରେଡ଼ି କରିଦେବା। ଯେମିତି ଚପ୍ କରି ଆପଣମାନେ କଟିଂ କରୁଛନ୍ତି ସେଇଭଳି ହିଁ ବନିଥିବା ଦରକାର। ଆଉ ଖାଇବା ସମୟରେ ଦେଖିବେ ପାଟିକୁ ଲାଗିବ ବନ୍ଧାକୋବି, ଗାଜର ପୁଣି ଏ କଞ୍ଚା ଲଙ୍କାଟା ହାଲକା ମୁଁ 2ଟା ହିଁ କଞ୍ଚା ଲଙ୍କା ଏଡ୍ କରିଛି। ଯେହେତୁ ଗାଜର ସେଥିରେ ଏଡ୍ ଅଛି, ମିଠା ରହେ ଗାଜର, ତ ଦେଖିବେ କଞ୍ଚା ଲଙ୍କା ରାଗ ଲାଗିବନି ଏତେ। ତ ତାପରେ ଦେଖନ୍ତୁ ଏଠି ଗୋଟେ ପେଷ୍ଟ ବନି ସାରିଲାଣି, ଆମେ ତାକୁ ଆପଣମାନେ ଚାହିଁଲେ ଚପ୍ କରିବି କଟିଂ କରିପାରିବେ। ପୁଣି ଥରେ କହୁଛି, ତ ମୁଁ ଗ୍ରାଇଣ୍ଡିଙ୍ଗ କରିଦେଲି, ତାକୁ ସାଇଡ଼ରେ ରଖିଦେବା। ତ ଯେହେତୁ ଆମେ ଆଜି ହେଲ୍ଦି ମୋମୋ, ହେଲ୍ଦି ଚାଉମିନ ପ୍ରସ୍ତୁତ କରିବା, ସେଇଥିପାଇଁ କ'ଣ କରିବା ନା ଗୋଟେ ବାଉଲ୍ ନେଇଯିବା। ସେଥିରେ ଗୋଟେ ଗିନା ଆମେ ଅଟା ଏଡ୍ କରିଦେବା। ଅଟାରେ ହିଁ ପ୍ରସ୍ତୁତ କରିବା। ଘରେ ତ ଦେଖିବେ ବେସିକ୍ ଅଟା ସମସ୍ତଙ୍କ ଘରେ ଥାଏ। ତ ଆପଣମାନେ ଘରେ ଅଟା ଯଦି ଅଛି ତାହେଲେ ଦେଖିବେ ହେଲ୍ଦି ଜଳଖିଆ ବନିକି ରେଡ଼ି ହେଇଯିବ। ତ ଯେହେତୁ ଏବେ ଦେଖିବେ ବର୍ଷା ଦିନ, ବର୍ଷା ଦିନରେ ଗରମ ଗରମ ଦେଖିବେ ଜିନିଷ ଖାଇବାକୁ ଇଚ୍ଛା ହୁଏ, ମାନେ ଯେମିତିକି ସୁପ୍ ପିଇବାକୁ ଇଚ୍ଛା ହେବ ଆଉ ତା ସହିତ ଗରମ ଗରମ ମୋମୋ, ତା ସହିତ ଚାଉମିନ ଯଦି ଖାଇବା ପାଇଁ ତ ସମସ୍ତେ ପସନ୍ଦ କରନ୍ତି। ଏମିତିରେ ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରନ୍ତି। ଯଦି ଆପଣମାନେ ଏଇଭଳି ପ୍ରୋସେସ୍‌ରେ ବନେଇକି ଦେବେ ସେମାନେ ପୁରା ଦେଖିବେ ପୁରା ହେଲ୍ଦି ଖାଇବା ବି ଖାଇବେ ଆଉ ଦେହ ପାଇଁ ବି ଭଲ ରହିବ। ତ କ'ଣ କରିବା ନା ଆମେ ଅଟାରେ ଅଳ୍ପ ଟିକେ ଲୁଣ, ତେଲକୁ ଏଡ୍ କରି ପାଣିକୁ ଦେଇକରି ଆମେ ଚକୁଡ଼ି ଦେବା। ତାକୁ ଗୋଟେ ଦଳିକି ଆମେ ଡୋ ବନେଇକି ରେଡ଼ି କରିଦେବା, ସାଇଡ଼ରେ ରଖିଦେବା। ଆଉ ଦେଖନ୍ତୁ ଏଇଠି ଯେ ଆମେ ମିକ୍ସର ଜାର୍‌ରେ ଗ୍ରାଇଣ୍ଡିଙ୍ଗ କରିଥିଲେ ସବୁ ପନିପରିବା, ତ ତାକୁ କ'ଣ କରିବା ନା ବନ୍ଧାକୋବି, ଗାଜର, କଞ୍ଚା ଲଙ୍କାକୁ ଆମେ ତାକୁ ଚିପୁଡ଼ିକି ତା ପାଣିକୁ ବାହାର କରିଦେବା। ଆଉ ବାକି ସେଇ ପନିପରିବାକୁ ପ୍ଲେଟ୍‌ରେ ରଖିଦେବା। ଏଇ ପାଣିରେ ଆପଣମାନେ ଚାହିଁଲେ ଅଟା ବି ଚକଟି ପାରିବେ, ତାକୁ ରଖିଦେଇଥିବେ। ନହେଲେ ଦେଖିବେ ଯେତେବେଳେ ସୁପ୍ ବନେଇବେ ନା ଏଇ ପାଣିଟା ଏଡ୍ କରିଦେବେ। ତ ତାପରେ କ'ଣ କରିବା ନା ସେଥିରେ ଆମେ ଗୋଲମରିଚ ପାଉଡ଼ର ଅଳ୍ପ ଟିକେ ଏଡ୍ କରିଦେବା ଆଉ ଅଳ୍ପ ଟିକେ ପୁଣି ଥରେ ମୁଁ ସ୍ୱାଦ ଅନୁସାରେ ଦେଇଦେଲି, ଲୁଣକୁ ଏଡ୍ କରିଦେଲି। ଦେଖନ୍ତୁ ଏଭଳି ପ୍ରୋସେସ୍‌ରେ ଆପଣମାନେ ଚାହିଁଲେ ଏଇ ସମୟରେ ମ୍ୟାଗି ମସଲା ବି ଏଇଥିରେ ଏଡ୍ କରିପାରିବେ। ତ ଦେଖିବେ ମ୍ୟାଗି ମସଲାର ଫ୍ଲେଭର ବି ଏଇଥିରେ ବହୁତ ବଢ଼ିଆ ଲାଗିବ। ଯେହେତୁ ଛୁଆମାନଙ୍କ ପାଇଁ ବନଉଛନ୍ତି ସେଥିପାଇଁ ଆପଣମାନେ ଚାହିଁଲେ ମ୍ୟାଗି ମସଲା ବି ଏଡ୍ କରିପାରିବେ। କିନ୍ତୁ ମୁଁ ଏଥିରେ ଗୋଲମରିଚ ପାଉଡ଼ର ଆଉ ଲୁଣକୁ ହିଁ ଏଡ୍ କରିଦେଲି ଆଉ ତାକୁ ଟିକେ ଭଲସେ ଟିକେ ମିକ୍ସ କରିଦେଲି। ଆଉ ଦେଖନ୍ତୁ କେତେ ବଢ଼ିଆ ଆମର ଏଠି ଆମେ ଯେମିତି କଟିଂ କରିଛନ୍ତି ଚପ୍ କରି ସେଇଭଳି ହିଁ ବନିକି ରେଡ଼ି ହେଇଛି ପନିପରିବା। ଆମେ ଯେଉଁ ଗ୍ରାଇଣ୍ଡିଙ୍ଗ କରିଥିଲେ ପନିପରିବାଟା, ତ ତାକୁ ଆମେ ବି ସାଇଡ଼ରେ ରଖିଦେବା। ଆଉ ସେଥି ଭିତରେ ଦେଖନ୍ତୁ ଆମେ ଏଠି ଯେଉଁ ଅଟା ଦଳା ନେଇଛନ୍ତି, ତ 2ଟି ଆଗ ଭାଗରେ ବିଭକ୍ତ କରିଦେଲେ ଆଉ ସେଥିରୁ ଅଳ୍ପ ଅଳ୍ପ ପୋଷଣକୁ ଦେଖନ୍ତୁ ଏଇଭଳି ବାହାର କରିଦେବା। ଯେହେତୁ ମୋମୋ ପ୍ରସ୍ତୁତ କରିବା, ଯେତିକି ବଡ଼ ସାଇଜ୍‌ରେ ଆପଣମାନେ ମୋମୋ ବନେଇବେ ନା ସେ ଅନୁସାରେ ସେଥିରେ ଅଳ୍ପ ଅଳ୍ପ ପୋଷଣ ନେବେ, ତାକୁ ଗୋଲାକାର ସେପ୍ ଦେଇ ବନେଇବେ। ଆପଣମାନେ ଚାହିଁଲେ ଗୋଟେ ଥର ରୁଟି ଭଳି ବେଲିକିରି ବି କଟିଂ କରି ବି ମୋମୋର ସେପ୍ ଦେଇପାରିବେ। କିନ୍ତୁ ଦେଖନ୍ତୁ ଏଇଭଳି ମୁଁ ପୁରୀ ଭଳି ତାକୁ ଗୋଲାକାର ସେପ୍ ଦେଇଦେଲି। ଦେଇକିରି ଅଳ୍ପ ଟିକେ ମୁଁ ତା ଉପରେ ଅଟାକୁ ଏଡ୍ କରିଦେଇ ତାକୁ ଟିକେ ବେଲି ଦେଲି। ବେଲିକିରି ତାକୁ ମୁଁ ଏଇଠି ମୋମୋ ଗୋଟେ ଗୋଟେ ପିସ୍ କରି ବନେଇଛି। ଯେହେତୁ ଏଥିରେ ଆମେ ଝୋଳ ବନେଇବା ଆଉ ପୁଣି ତା ସହିତ ଝୋଳ ବା ସୁପ୍ ବନିବ, ତା ସହିତ ବି ଚାଉମିନ ବି ଆମେ ତାକୁ କଟିଂ କରିବା। ଆପଣମାନଙ୍କୁ ଆଗକୁ ମୁଁ ସେୟାର କରିବି କେମିତି କ'ଣ ଆପଣମାନେ ଅଟା ଚାଉମିନ ବି କେବଳ ଅଟା ଚାଉମିନ ବନେଇ ପାରିବେ ଆଉ କେବଳ ମୋମୋ ବି ବନେଇ ପାରିବେ। କିନ୍ତୁ ମୁଁ ଗୋଟେ ଭିଡ଼ିଓରେ 3ଟି ରେସିପିର ସ୍ୱାଦ ଆସିବ, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ତ ମୁଁ ସେଇଥିପାଇଁ କ'ଣ କଲି ନା ସବୁ ତ ଗୋଟେ ରେସିପିରେ ହିଁ ବନେଇ ଦେଇଛି ଏଠି। ଆଉ ଏମିତିରେ ବି ବନେଇବେ ନା ବହୁତ ବଢ଼ିଆ ଲାଗିବ, ବଡ଼ମାନେ ବି ପସନ୍ଦ କରିବେ। ତ ଦେଖନ୍ତୁ ଏଠି ମୁଁ ଗୋଲାକାର ସେପ୍ ଦେଇଦେଇଛି ଆଉ ଏଠି ଆମର 7ରୁ 8 ପିସ୍ ମୁଁ ଆକୁ ବେଲିକି ରେଡ଼ି କରିଦେଇଛି। ଆଉ ଏବେ ଚାଲନ୍ତୁ ମୋମୋର ସେପ୍ ଦେବା। ତ ସେଇଥିରୁ ଆମେ କ'ଣ କରିବେ ନା ଅଳ୍ପ ଅଳ୍ପ ପୋଷଣ ନେବା ବନ୍ଧାକୋବି, ଗାଜରର ପୋଷଣ ନେଇକିରି କ'ଣ କରିବା ଆମେ ତାକୁ ଯେମିତି ଆପଣମାନଙ୍କୁ ପସନ୍ଦ ସେ ଅନୁସାରେ ଆପଣମାନେ ଏଠି ସେପ୍ ଦେଇପାରିବେ। ଦେଖନ୍ତୁ ଏଠି ମୁଁ ଫୋଲ୍ଡିଂ କରି ଏଇଭଳି ମୋମୋର ସେପ୍ ଦେଇଦେଲି ଆଉ ଗୋଲାକାର ସେପ୍ ଦେଇଦେଇକି ଟିକେ ମୋଡ଼ିଦେଲି ୟାକୁ। ଦେଖନ୍ତୁ ଏଭଳି ଫୋଲ୍ଡିଂ କରିକିରି
तो देखନ୍ତୁ କେତେ ବଢ଼ିଆ ବନିକି ରେଡ଼ି ହେଇଗଲାଣି। ତ ମୁଁ ଏଠି 2 ପ୍ରକାର ମୋମୋ ବନେଇଲି। ଏମିତି ବି ଆପଣମାନେ ବନେଇ ପାରିବେ। ଆଉ ଯୋଉଟା ସହଜ ଲାଗିବ ସେଇ ସେପ୍‌ଟା ଆପଣମାନେ ଏଠି ଦେଇପାରିବେ। ତ ଦେଖନ୍ତୁ ଆଉ ଗୋଟେ ବି ପ୍ରୋସେସ୍ ଆପଣମାନଙ୍କୁ ମୁଁ ଦେଖେଇ ଦଉଛି। ମୁଁ ଏମିତି ହିଁ ସବୁତକ ମୋମୋ ବନେଇଦେଲି। ସେକେଣ୍ଡ ମୋମୋଟା ଦେଖନ୍ତୁ ଯୋଉ ବନଉଛି, ତ ସବୁତକ ସେପ୍ ଦେଇଦେଲି। ଆଉ ଏଇଟା ପୁରାପୁରି ଇଜି ପ୍ରୋସେସ୍‌ରେ ବନିକି ରେଡ଼ି ହେଇଯାଏ। ଦେଖନ୍ତୁ ଏଇଭଳି ତାକୁ ପେକ୍ କରିଦେବେ। ପେକ୍ କରିକି ତାକୁ ମୋମୋର ସେପ୍ ଦେଇଦେବେ। କେତେ ବଢ଼ିଆ ପୁରା ଇଜି ପ୍ରୋସେସ୍‌ରେ ଦେଖନ୍ତୁ ପେକ୍ ହେଇଯାଉଛି। ଆଉ ଦେଖିବେ ବିଲକୁଲ ବି ଖୋଲିବନି। ଯେତେବେଳେ ଆପଣମାନେ ୟାକୁ ସିଝେଇବେ ନା, ଟୋଟାଲ ବି ଖୋଲିବନି। ୟାକୁ ଆଉ ଆମେ ଅଲଗାରେ ଆଉ ଷ୍ଟିମ୍ ଦବାନି। ତ ଆପଣମାନଙ୍କୁ ଆଗକୁ ମୁଁ ସେୟାର କରିବି କେମିତି କ'ଣ କରିବେ। ପୁରା ଅତି ସହଜ ଉପାୟରେ 15ରୁ 20 ମିନିଟ୍‌ରେ ଯେମିତି ଆପଣମାନେ ବନେଇକି ରେଡ଼ି କରିପାରିବେ, ସେଇ ରେସିପିଟା ଆଜି ଆପଣମାନଙ୍କୁ ମୁଁ ଏଠି ସେୟାର କରିଛି। ଆଉ ଦେଖନ୍ତୁ ସେମ୍ ପ୍ରୋସେସ୍‌ରେ ନା ମୁଁ ସବୁତକ ଏଠି ବନେଇକି ରେଡ଼ି କରିଦେଇଛି। ଦେଖନ୍ତୁ ଏଠି 6ରୁ 7 ପିସ୍ ଖଣ୍ଡେ ଏଠି ମୁଁ ବନେଇ ଦେଇଛି। ଆଉ ଆକୁ ଆମେ ଚାଲନ୍ତୁ ସାଇଡ଼୍‌ରେ ରଖିଦେବା। ଆମର ଆଗ ପ୍ରଣାଳୀ ଆମେ ପ୍ରସ୍ତୁତ କରିବା। ତ ଯେହେତୁ ଆମେ ଆଜି ଚାଉମିନ୍ ବି ବନେଇବା, ତ ଦେଖନ୍ତୁ ଅଳ୍ପ ଟିକେ ଷ୍ଟଫିଂ ତାର ବଳିଯାଇଛି। ତ ପନିପରିବାର ତାକୁ ଆମେ ସାଇଡ଼୍‌ରେ ରଖିଦେବା। ଆଉ ଦେଖନ୍ତୁ ସେଇଥିରୁ ଅଳ୍ପ ଟିକେ ପୋଷଣ ଥିଲା। ମୁଁ ଆକୁ କ'ଣ କଲି ନା, ପୁଣି ଥରେ ଅଳ୍ପ ଟିକେ ଅଟାକୁ ଦେଇଦେଲି। ତାକୁ ଆମେ ବେଲିଦେବା ଏବେ। ତ ଯେମିତି ଆପଣମାନେ ରୁଟି ପାଇଁ ବେଲୁଛନ୍ତି ପତଳା ପିସେସ୍‌ରେ, ସେଇଭଳି ପ୍ରୋସେସ୍‌ରେ ଏଠି ବେଲି ଦେବେ। ବେଲି ସାରିବା ପରେ ଗୋଟେ ଛୁରୀର ହେଲ୍ପରେ ଆମେ କଟିଂ କରିବା। ତ ଦେଖନ୍ତୁ ଆପଣମାନଙ୍କୁ ଯେମିତି ପସନ୍ଦ, ଆପଣମାନେ ଚାହିଁଲେ ଟିକେ ବଡ଼ ପିସେସ୍‌ରେ ବି କଟିଂ କରିପାରିବେ, ମାନେ ଲମ୍ବା ଆକୃତିରେ। ଆଉ ପତଳା ପତଳା ପିସେସ୍‌ରେ ହିଁ କଟିଂ କରିବେ। ଯେହେତୁ ଆମେ ଚାଉମିନ୍‌ର ଟେଷ୍ଟ ଆସିବ ଏଠି, ତ ଯେହେତୁ ମଇଦାଟା ଟିକେ ଦେଖିବେ ମାନେ ଯେମିତିକି ମାନେ ଅଟାଟା, ମଇଦାର ତ ଟେଷ୍ଟ ଆସିବନି, କିନ୍ତୁ ହେଲ୍ଦି ରହିବ ଖାଇବା ପାଇଁ। ଆଉ ଚାଉମିନ୍‌ର ବି ଟେଷ୍ଟ ଆସିବ, ଖାଇବା ପାଇଁ ଭାରି ସୁଆଦିଆ ଲାଗେ ଫ୍ରେଣ୍ଡସ୍। ଆପଣମାନେ ଏଇ ତରିକାରେ ଘରେ ଟ୍ରାଏ କରନ୍ତୁ। ଆଉ ଦେଖନ୍ତୁ ଆପଣମାନଙ୍କୁ ଏଇଠି ମୁଁ କଟିଂ କରି ଦେଖେଇଦେଲି କେତେ ସାରା ପୁରା ଆମର ରେଡ଼ି ହେଇସାରିଛି ଚାଉମିନ୍ ବନେଇବା ପାଇଁ। ତ ଆକୁ ଆମେ ଏବେ ସାଇଡ଼୍‌ରେ ରଖିଦେବା। ଏବେ ଚାଲନ୍ତୁ ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। କିନ୍ତୁ ଏଇ ତରିକାରେ ଆପଣମାନେ ଏମିତି ଚାଉମିନ୍ ବନେଇକିରି ଦେଖିବେ, ମାନେ ଝୋଳଝୋଳିଆ ରଖି ଯଦି ଖାଇବେ ନା, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ତ ଯେମିତି ଆପଣମାନେ ପାସ୍ତା ବନଉଥିବେ, ପାସ୍ତାଟା ସୁଖା ବନେଇ ଦେଉଛନ୍ତି, ଟିକେ କିନ୍ତୁ ଝୋଳ ରଖିବେ ତ ବହୁତ ବଢ଼ିଆ ଲାଗିବ କେବଳ ଚାଉମିନ୍ ଯଦି ବନଉଛନ୍ତି। ତ ଏଠି ଗୋଟେ ମୁଁ କ'ଣ କଲି ନା, ଗୋଟେ କରେଇ ନେଇଗଲି। ସେଥିରେ ଏଡ୍ କରିଦେଲି ରିଫାଇନ୍ ତେଲ। ଆପଣମାନେ ଯେତିକି ତେଲ ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ତେଲ ଏଡ୍ କରିଦେବେ। ଆଉ ଛୋଟ ଛୋଟ ପିସେସ୍‌ରେ କଟିଂ କରି ରସୁଣ, କଞ୍ଚାଲଙ୍କା, ଟମାଟୋକୁ ଏଡ୍ କରିଦେଲି। ତାପରେ ସେ ଯେଉଁ ଆମେ ଯେଉଁ ଷ୍ଟଫିଂ ଗୁଡ଼ା ବଳିଥିଲା ବନ୍ଧାକୋବି, ଗାଜର, ତାକୁ ଆମେ ସେଥିରେ ଏଡ୍ କରିଦେବା। ଏଡ୍ କରିକିରି ସେ ପନିପରିବାଟାକୁ ଆମେ ଭଲସେ ଟିକେ ମିକ୍ସ କରିଦେବା। ଦେଖନ୍ତୁ ଏଇ ପ୍ରୋସେସ୍‌ରେ ପୁରା ମିକ୍ସ କରିଦେବେ। ମିକ୍ସ ହେଇସାରିବା ପରେ ଆମେ କ'ଣ କରିବା ନା, ସେଥିରେ ଅଳ୍ପ ଟିକେ ଆଉ ଟିକେ ଲୁଣ ବି ଏଥିରେ ଆମେ ଏଡ୍ କରିଦେବା। ଯେହେତୁ ଏଥିରେ ଟମାଟୋ ଏଡ୍ କଲେ, ତ ଆପଣମାନେ ଚାହିଁଲେ ପିଆଜ ବି ଏଥିରେ ଏଡ୍ କରିବେ। ମୁଁ ପିଆଜକୁ ସ୍କିପ୍ କରିଦେଇଛି ଏହି ସମୟରେ। ଆଉ ଦେଖନ୍ତୁ ଅଳ୍ପ ଟିକେ ମୁଁ ସେଥିରେ ହଳଦୀ ଗୁଣ୍ଡ ଏଡ୍ କରିଦେଲି। ଆଉ ଏବେ ଚାଲନ୍ତୁ ସ୍ୱାଦ ଅନୁସାରେ ଅଳ୍ପ ଟିକେ ଲୁଣକୁ ଏଡ୍ କରିଦେବା। ଆଉ ଚାହିଁଲେ ଆପଣମାନେ ଯଦି ରାଗ ଖାଇବାକୁ ପସନ୍ଦ କରନ୍ତି, ତାହେଲେ ଏଥିରେ ଲଙ୍କାଗୁଣ୍ଡ ଏଡ୍ କରିପାରିବେ। ଆଉ ମ୍ୟାଗି ମସଲା ବି ଏଡ୍ କରିପାରିବେ। ତ ଏବେ କ'ଣ କରିବା, ହଳଦୀ ଲୁଣକୁ ଏଡ୍ କରିଦେଇକିରି ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା। ଫ୍ରେଣ୍ଡସ୍, ଆପଣଙ୍କୁ ଯଦି ଏଇ ଭିଡ଼ିଓଟି ମୋର ପସନ୍ଦ ଆସିଥିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି, ତାହେଲେ ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍‌କୁ କ୍ଲିକ୍ କରିଦିଅନ୍ତୁ। ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆଗ ନିହାତି ଟ୍ରାଏ କରନ୍ତୁ। ତ ଦେଖନ୍ତୁ ଟିକେ ଭାଜି ହେଇସାରିବା ପରେ ମୁଁ ଏଇଥିରେ 1.5 ଗ୍ଲାସ୍ ପାଣି ଏଡ୍ କଲି। ତ ଆପଣମାନେ ଯେତିକି ଝୋଳ ରଖିବାକୁ ଚାହିଁବେ ବା ସୁପ୍‌ଟା ବନେଇବାକୁ ଚାହିଁବେ, ସେ ଅନୁସାରେ ପାଣି ଏଇ ସମୟରେ ଏଡ୍ କରିପାରିବେ। ତାପରେ କ'ଣ କରିବା ନା, ସେଥିରେ ଆମେ ଅଳ୍ପ ଟିକେ ଏଇଠି ମୁଁ ରେଡ୍ ଚିଲି ସସ୍ ଦେଇଦେଲି। ରେଡ୍ ଚିଲି ସସ୍‌ରେ ଦେଖିବେ ମାନେ ଟିକେ ରାଗ ମିଠା ଥାଏ। ଟମାଟୋ କେଚପ୍‌ର ବି ସ୍ୱାଦ ଆସେ। ସେଥିପାଇଁ ମୁଁ ଆଉ ଏଇଥିରେ ଏକ୍ସଟ୍ରା ଆଉ ଟମାଟୋ କେଚପ୍ ଏଡ୍ କଲି। ରେଡ୍ ଚିଲି ସସ୍ ଦେଇଦେଲି। ଆଉ ସୋୟା ସସ୍ ଏଡ୍ କରିଦେଲି। ଆଉ ଅଳ୍ପ ଟିକେ ମ୍ୟାଗି ମସଲା ଏଡ୍ କରିଦେଲି। ଗୋଲମରିଚ ପାଉଡର ଏଡ୍ କରିଦେଲି। ତ ଏବେ ଆମେ ଭଲସେ ଟିକେ ମିକ୍ସ କରିଦେବା। ଯଦି ଆପଣଙ୍କ ପାଖରେ ମ୍ୟାଗି ମସଲା ନାହିଁ, କି ମ୍ୟାଗି ମସଲା ଏଡ୍ କରିବାକୁ ଚାହୁଁନାହାନ୍ତି, ତାହେଲେ ଆପଣମାନେ ଅଳ୍ପ ଟିକେ ଚିକେନ୍ ମସଲା ବି ଏଡ୍ କରିପାରିବେ। ଏଇଟା ପୁରାପୁରି ଅପସନାଲ୍ ଅଛି। ତାପରେ ଆମେ ଟେଷ୍ଟରେ ଚାଖିକିରି ଆମେ ଲୁଣକୁ ଏଡ୍ କରିଦେବା। ଲୁଣକୁ ଏଡ୍ କରିକିରି ଆମେ ଟିକେ ଫୁଟିବାକୁ ଦେବା। ଫୁଟି ସାରିବା ପରେ ଆମେ ସେଥିରେ ଏଡ୍ କରିଦେବା ମୋମୋକୁ, ଯେଉଁ ମୋମୋ ବନେଇକି ରଖିଥିଲେ। ଆଉ ଅଲଗାରେ ଆପଣମାନେ ନୋଟିସ୍ କରିପାରିଥିବେ, ମୁଁ ଅଲଗାରେ ଆଉ ଆକୁ ବିଲକୁଲ ବି ଆଉ ଷ୍ଟିମ୍ କଲିନି, ଏଇଥିରେ ହିଁ ଏଡ୍ କରିଦେଲି। ଏଥିରେ ଏଡ୍ କରିବା ଦ୍ୱାରା ଦେଖିବେ ସେ ପରଫେକ୍ଟଲି ପୁରା ସିଝିଯିବ। ଆଉ ସିଝି ସେଇଥିରୁ ଟିକେ ଟିକେ ଅଟା ବାହାରିକିରି ସୁପ୍ ବି ଆମର ବନିକି ରେଡ଼ି ହେଇଯିବ। ବହୁତ ବଢ଼ିଆ ଲାଗେ, ମାନେ ଦେଖିବେ ପୁରାପୁରି ଇଜି ପ୍ରୋସେସ୍‌ରେ ବନିକି ରେଡ଼ି ହେବ। ଆଉ ଦେଖନ୍ତୁ ମୋମୋକୁ ଏଡ୍ କରିସାରିଲା ପରେ ଆମେ ଯେଉଁ ଚାଉମିନ୍‌ଟା ବି ବନେଇକି ରଖିଥିଲେ, ସେ ଚାଉମିନ୍‌ଟାକୁ, ଅଟା ଚାଉମିନ୍‌ଟାକୁ ଆମେ ସେଥିରେ ବି ଏଡ୍ କରିଦେବା। ଆପଣମାନେ ଏଇଠି ଦେଖିବେ ଚାଉମିନ୍‌ର ବି ସ୍ୱାଦ ଆସିବ, ଆଉ ମୋମୋର ବି ସ୍ୱାଦ ଆସିବ। ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ତ ଆପଣମାନେ କେବେ ବି ଯଦି ବନେଇ ନାହାନ୍ତି ନା, ଥରେ ବନେଇକି ଦେଖନ୍ତୁ। ତାପରେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ କେମିତି କ'ଣ ଲାଗିଲା।
ତାପରେ କ'ଣ କରିବା ନା ଅଧିକା ସମୟ ସିଝେଇବାନି। କରିସାରିବା ପରେ 5 ମିନିଟ୍ ହିଁ ଆମେ ସିଝେଇବାକୁ ଦେବା ସ୍ଲୋ ଆଞ୍ଚରେ। ତ ଅଧିକା ଯଦି ପତଲା ହେଇଛି ତାହେଲେ ହାଫ୍ ଚାମଚ ଆପଣମାନେ ଆରାରୁଟକୁ ପେଷ୍ଟ ବା ଆରାରୁଟରେ ପାଣି ଏଡ଼୍ କରିକି ତାକୁ ଭଲସେ ଟିକେ ମିକ୍ସ କରିଦେବେ। ସେଇ ପାଣିଟା ବି ଦେଇପାରିବେ ଏଥିରେ, କିନ୍ତୁ ଆର ଆବଶ୍ୟକ ହିଁ କିଛି ପଡ଼ିଲାନି। ଯେହେତୁ ମୁଁ ଏଥିରେ 1.5 ଗ୍ଲାସ୍ ପାଣି ଦେଇଥିଲି, ତ ଯେତିକି ମୁଁ ଏଠି ସୁପ୍ ରଖିବାକୁ ଚାହିଁଲି ସେ ଅନୁସାରେ ଦେଇଥିଲି। ଆଉ ଦେଖନ୍ତୁ ସିଝି ସିଝି ଅଟାଟା ଯେହେତୁ ସେଇଥିରେ ଦେଖିବେ ପୁରା ବହଳିଆ ବି ବନିଗଲା ତାର ଯେଉଁ ସୁପ୍ଟା। ତ ମୁଁ ସେଇଥିପାଇଁ ଆଉ ଏଥିରେ କିଛି ବି ଆଉ ପାଣି ମିକ୍ସ କରିକି ଆରାରୁଟରେ ମୁଁ ଏଡ଼୍ କରିନି। ଆପଣମାନେ ଯଦି ଅଧିକା ପାଣି ଏଥିରେ ଦେବାକୁ ଚାହୁଁଛନ୍ତି ବା ଅଧିକା ସୁପ୍ ବନେଇବାକୁ ଚାହୁଁଛନ୍ତି ତାହେଲେ 1 ଚାମଚ କି ହାଫ୍ ଚାମଚ ଯଦି ଆରାରୁଟକୁ ପାଣି କରି ଦେଇଦେବେ, ତ ମିକ୍ସ କରିଦେବେ, ତ ତାହେଲେ ବି ଦେଖିବେ ବହଳିଆ ବନିଯିବ। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ବି ଆମର ହେଇସାରିଲାଣି। ବହୁତ ବଢ଼ିଆ ବାସ୍ନା ବି ଆସୁଛି। ଆଉ ଏମିତିରେ ମୋ ଛୁଆମାନେ ସେମାନେ ବନଉ ବନଉ ହିଁ 2 ଜଣଙ୍କୁ ମୁଁ ଦେଇଦେଲି ପ୍ଲେଟ୍ରେ, ସେମାନେ ଖାଇଦେଲେ। ଆଉ ବହୁତ ବଢ଼ିଆ ଟେଷ୍ଟି ବି ଲାଗୁଥିଲା। ମାନେ ସେମାନେ କହିଲେ ଚାଇନିଜ୍ ନେପାଳୀ ମୋମୋ ଭଳି ହିଁ ଲାଗୁଛି, ବହୁତ ଟେଷ୍ଟି ବି ଥିଲା। ତ ଆପଣମାନେ ବି ଏଇ ତରିକାରେ ଘରେ ଟ୍ରାଏ କରନ୍ତୁ। ଅଟାରେ ଆପଣମାନେ ଯଦି ହେଲ୍ଦି ଖାଇବା ଛୁଆମାନଙ୍କୁ ବନେଇକି ଦେବେ ତାହେଲେ ଦେଖିବେ ସେମାନେ ମାର୍କେଟର ଖାଇବା ଭୁଲିଯିବେ, ଫାଷ୍ଟଫୁଡ଼୍ ଖାଇବା ଭୁଲିଯିବେ। ଆଉ ଆପଣମାନେ ତ ଜାଣିଛନ୍ତି ମାନେ ଦେଖିବେ ଅଟାରେ ବନିଥିବା ଜିନିଷ ହେଲ୍ଦି ହିଁ ରହିବ। ଆଉ ଦେଖନ୍ତୁ ଅଧିକ ଏଥିରେ କିଛି ବି ମସଲା ମସଲି ଆଡ଼୍ ହେଇନି, କିଛି ବି ଅଧିକା ତେଲ ଆଡ଼୍ ହେଇନି। ଆପଣମାନେ ଚାହିଁଲେ ଏଇଭଳି ପ୍ରୋସେସ୍ରେ ବନେଇକି ଦେଇପାରିବେ। ଯେହେତୁ ଏବେ ବର୍ଷା ଦିନରେ ଗରମ ଗରମ ଖାଇବା ସମସ୍ତଙ୍କୁ ପସନ୍ଦ ଲାଗେ, ତ ବଡ଼ରୁ ମାନେ ଛୋଟ ସମସ୍ତେ ଖାଇବା ପାଇଁ ପସନ୍ଦ କରିବେ। କେବଳ ଛୁଆ ନାହିଁ, ବଡ଼ମାନେ ବି ଖାଇବା ପାଇଁ ପସନ୍ଦ କରନ୍ତି। ଏଇଭଳି ଯଦି ରେସିପି ଆପଣମାନେ ବନେଇକି ଦେବେ ସନ୍ଧ୍ୟା ସମୟରେ ହଉ କି ସକାଳର ଜଳଖିଆ, ତ ଏମିତିରେ ଦେଖିବେ ବ୍ୟସ୍ତତା ଭିତରେ ବନେଇ ହୁଏନି, କିନ୍ତୁ ସନ୍ଧ୍ୟା ସମୟରେ ବନେଇକି ଦିଅନ୍ତୁ, ଦେଖିବେ ସମସ୍ତେ ପସନ୍ଦ କରିବେ। ଆଉ ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ କେତେ ସ୍ୱାଦିଷ୍ଟ ଏ ବନିଥିବ ରେସିପିଟି। ତ ବହୁତ ବଢ଼ିଆ ଟେଷ୍ଟି ଥିଲା ଫ୍ରେଣ୍ଡସ୍। ଆପଣମାନେ ବନାନ୍ତୁ, ତାପରେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ବହୁତ ବଢ଼ିଆ ଟେଷ୍ଟି ବି ଲାଗୁଥିଲା। ତ ଦେଖନ୍ତୁ ଫାଇନାଲି ଆମ ରେସିପିଟି ବନିକି ରେଡ଼ି ହେଇସାରିଛି। ଆପଣମାନେ ଏଠି ସୁପ୍ ବି ଦେଖିବେ ସେଥିରୁ ମାନେ କଣ୍ଟା ଚାମଚ ଗୋଟେ ନେବେ, ଏମିତି ପ୍ଲେନ୍ ଚାମଚ ଗୋଟେ ନେବେ, ଦେଖିବେ ସୁପ୍ ବି ପିଉଥିବେ, ଏଇପଟେ ଚାଉମିନ୍ ଖାଉଥିବେ, ମୋମୋ ଖାଉଥିବେ, ତାର ମଜା କିଛି ଅଲଗା ଥାଏ। ତ ଫାଇନାଲି ଆମ ରେସିପିଟି ବନିକି ରେଡ଼ି ହେଇସାରିଛି। ଆପଣମାନେ ଯଦି ଆଗରୁ ବନେଇଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଫ୍ରେଣ୍ଡସ୍ ଆପଣମାନେ ତ ଭିଡ଼ିଓ ଦେଖୁଛନ୍ତି, କିନ୍ତୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ମୋତେ ବି ଖୁସି ଲାଗିବ ଭିଡ଼ିଓ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚୁଛି। ତ ଦେଖନ୍ତୁ ଫାଇନାଲି ବନିକି ରେଡ଼ି ହେଇଯାଇଛି। ଆଉ ପରଫେକ୍ଟ ରେସିପିଟି ବନିକିରି ଆମର ରେଡ଼ି ହେଇଛି। ତ ଆପଣମାନେ ବି ଘରେ ଆକୁ ଟ୍ରାଏ କରନ୍ତୁ, ଆପଣମାନଙ୍କର ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତ ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।